ସମୀର ଭାଇନା ନମସ୍କାର। ଭାଇନା ଦଳ ଡିଆଁ ମାରି ପାଇଲେ କଣ? ନା ନାଇଁ ଆପଣ ବିଜୁ ଜନତା ଦଳ ଛାଡି ଅଲଗା ଦଳକୁ ଯୋଉ ଗଲେ ଆପଣ ପାଇଲେ କଣ? ଯୋଉ ଦଳରେ ଆପଣ ଥିଲେ ଆଗରୁ ଆପଣ କହିଲେ ଥରେ କେତେ କେତେ ଥର ବିଧାୟକ ହେଇଥିଲେ, କେତେ କେତେ ଥର ମନ୍ତ୍ରୀ ହେଇଥିଲେ, ଆଉ କୋଉ କୋଉ ମନ୍ତ୍ରୀ ହେଇଥିଲେ ଆପଣ ତ ଜାଣିଛନ୍ତି, ଆଉ ସମଗ୍ର ନିମାପଡା ଗୋପବାସୀ ବି ଜାଣିଛନ୍ତି, ଆଉ ସାରା ଓଡିଶା ଜାଣିଛନ୍ତି। ହେଲେ ଭାଇନା ଏବେ ଯୋଉ ଦଳ ଡିଆଁଟି ମାଇଲେ, ମନମାଳିନ୍ୟ ହେଇ ଯୋଉ ଦଳ ଡିଆଁଟି ମାଇଲେ ଆପଣ ପାଇଲେ କଣ? ଆପଣ ପାଉଛନ୍ତି କଣ ଆପଣ ନିଜେ ଜାଣିଥିବେ। ଆଉ ଗୋଟିଏ କଥା ହେଲା, ସବୁବେଳେ ମନେ ରଖିଥାନ୍ତୁ, ନିଜ ଘର ନିଜ ଘର। ଭାଇନା ଯୋଉ ବିଜୁ ଜନତା ଦଳ ଆପଣଙ୍କୁ ଏମଏଲଏ କଲା, ମନ୍ତ୍ରୀ କଲା, ଅନେକ ପଦ ପଦବୀ ବି ଦେଇଥିଲା, ଆଉ ସମ୍ମାନର ପାତ୍ର ଆପଣ ହେଇକି ଥିଲେ। କୋଉଠି ନା ସାରା ଓଡିଶାରେ ଥିଲେ, ଆଉ ନିମାପଡା ନିର୍ବାଚନ ମଣ୍ଡଳୀରେ ଆପଣ ଅନେକ ସମ୍ମାନର ପାତ୍ର ବି ହେଇଥିଲେ। ଆପଣଙ୍କୁ ଟିକେଟ ଖଣ୍ଡିଏ ମିଳିଲାନି। ଟିକେଟ ନ ମିଳିବା ହେତୁ ଆପଣ ଗଲେ କୋଉଠିକି? ଆପଣ ଦଳ ଡିଆଁ ମାଇଲେ ସେଇଠିକି ଯୋଉଠିକି ସବକା ସାଥ ସବକା ବିକାଶର ଚିତ୍ର ଦେଖାଉଥିବା ଲୋକ। ଆଉ ଆଜିକା ଡେଟରେ ଆପଣ କୋଉ ପୋଜିସନରେ ଅଛନ୍ତି, କୋଉ ସ୍ଥିତିରେ ଅଛନ୍ତି, ଆଉ କୋଉ ପରିସ୍ଥିତିରେ ଅଛନ୍ତି? ଆପଣ ଆଜି ବିରୋଧ କରୁଛନ୍ତି, କାହାକୁ ବିରୋଧ କରୁଛନ୍ତି? ଆପଣ ଯୋଉ ବିରୋଧ କରୁଛନ୍ତି, କାହାକୁ ବିରୋଧ କରୁଛନ୍ତି? ଆପଣ ସେଇମାନଙ୍କୁ ବିରୋଧ କରୁଛନ୍ତି ଯୋଉମାନେ ଆପଣଙ୍କ ଆଗରେ ଆଗରୁ ବିରୋଧୀ ଥିଲେ, ଆଉ ସେଇମାନଙ୍କ ସହ ଆପଣ ହାତ ମିଶେଇ ଦେଲେ। ଯେତେବେଳେ ନିଜ ଘରର କଳିଟାକୁ ବାହାରେ ପକେଇଦେଲେ, ଆଉ ବାହାରେ ପକେଇ ଦେଇ ଯାଇ ଶେଷରେ ଶତ୍ରୁ ସାଙ୍ଗରେ, ଶତ୍ରୁ ତ ନୁହଁ, ଆପଣଙ୍କର ବିରୋଧୀ ସାଙ୍ଗରେ ହାତ ମିଳେଇଥିଲେ କଣ ନା ପଦ ପଦବୀ ପାଇବା ଆଶାରେ। ଆଉ ଆଜିକା ଡେଟରେ ସେ ପଦ ପଦବୀ ତ ଆପଣଙ୍କୁ ମିଳିଲାନି, କିନ୍ତୁ ମନେ ରଖିଥାନ୍ତୁ, ଧନ୍ୟବାଦ ଦେବୁ ସେଇ ଦଳକୁ ଯୋଉ ଦଳକୁ ଆପଣ ଦଳ ଡିଆଁ ମାରିଛନ୍ତି, କିନ୍ତୁ ଧନ୍ୟବାଦ ଦେବୁ ସେଇ ଦଳକୁ ଯୋଉ ଦଳରେ ଆପଣ ଆଜି ପର୍ଯ୍ୟନ୍ତ ଅଛନ୍ତି, ଆଉ ସେଇ ଦଳକୁ ବିରୋଧ କରୁଛନ୍ତି। କାହିଁକି ନା ସେଇ ଦଳରେ ଅନେକ ପୁରୁଖା ନେତା ଅଛନ୍ତି, ଆଉ ପୁରୁଖା କର୍ମୀ ବି ଅଛନ୍ତି, ସେମାନଙ୍କୁ ସମ୍ମାନ ଦେବେ। ଆପଣ ଆଜିକା ଯୋଗୀ, ଆପଣଙ୍କୁ କଣ ସମ୍ମାନ ଦେବେ? ଆପଣ ଏବେ ବିଥେଇ କୁଥେଇ ହେଲେ କିଛି ଲାଭ ନାହିଁ। ଭାଇନା ଶେଷରେ ଆମେ ଏହା କହିବୁ, ଯୋଉ ଦଳରେ ରହି ଆପଣ ବିଧାୟକରୁ ମନ୍ତ୍ରୀ ହେଇଥିଲେ, ସେଇ ଦଳ ଆପଣଙ୍କୁ କେତେ ଉପଯୋଗୀ ଥିଲା ଆପଣ ଏବେ ବୋଧେ ପସ୍ତଉଛନ୍ତି। କାହିଁକି ନା ନହେଲେ ଯୋଉ ଦଳରେ ଆପଣ ଅଛନ୍ତି ସେଇ ଦଳକୁ କାହିଁ ବିରୋଧ କରନ୍ତି? ଆଉ ସେଇ ଦଳକୁ ବିରୋଧ କଲେ ସେଇ ଦଳର ଗାଇଡ ଲାଇନ ଅଛି, ତାଙ୍କର ଗାଇଡ ଲାଇନ ଅଛି, ଆଉ ପ୍ରିନ୍ସିପୁଲ ଡିସିପ୍ଲିନ ଅଛି, ବୁଝିଲେ? ସେଇ ଡିସିପ୍ଲିନ ହିସାବରେ ଆପଣ ଚଳି ପାରୁନାହାନ୍ତି, ଆପଣ ଖାଲି ହୁ ହୁ ହଉଛନ୍ତି। ଆଉ ହୁ ହୁ ହେଲା ମାନେ ସେଇ ଦଳ ବି ଦରକାର ପଇଲେ ଆପଣଙ୍କୁ ବିତାଡିତ କରିଦବ। ତେଣୁକରି ଆପଣ ଭାଇନା ଚିନ୍ତା କରନ୍ତୁ, ଭାବନ୍ତୁ କି ଆପଣ କୋଉଠିର ହେବେ, ନା ଏ କୂଳର ହେବେ ନା ସେ କୂଳର ହେବେ। ତେଣୁକରି ଭାଇନା ସବୁବେଳେ ମନେ ରଖିଥାନ୍ତୁ, ନିଜ ଘର ନିଜ ଘର। ସେଇ ନବୀନ ବାବୁ, ସେଇ ବିଜୁ ଜନତା ଦଳ,